ସ୍ୱପ୍ନ ଭାଙ୍ଗି ସାରିଥିଲା, ଆଶା ମଉଳି ସାରିଥିଲା। ଆତ୍ମା ଛି କଲା, ବାଧ୍ୟ ହୋଇ ଏହି ରାସ୍ତା ଆପଣେଇବାକୁ ମାଳିସାହି ଚାଲି ଆସିଲି। ସବୁଠୁ ଦୁଃଖର କଥା କ'ଣ ଜାଣିଛନ୍ତି? ସହମତିରେ ସମ୍ପର୍କ ରଖିବା ବି ବେଳେବେଳେ କେଉଁ ଦୁଷ୍କର୍ମଠୁ କମ୍ ଯନ୍ତ୍ରଣା ଦିଏନି। ଏ ଯନ୍ତ୍ରଣାଦାୟକ କାହାଣୀ ହେଉଛି ସେଇ ମାଉସୀର, ଯିଏ ନିଜର ସାରା ଜୀବନ ଏହି ରାସ୍ତାକୁ ଆପଣେଇ ଭୁବନେଶ୍ୱରର ରେଡ୍ ଲାଇଟ୍ ଏରିଆ କୁହାଯାଉଥିବା ମାଳି ସାହିରେ ନିଜ ଫୁଲ ଭଳି କୋମଳ ଦେହକୁ ବିକ୍ରି କରି ଚାଲିଥିଲେ। ଆଜି ସେହି ଫୁଲ ମଉଳି ସାରିଲାଣି, ବୟସ ବି ବଢ଼ି ସାରିଲାଣି, ଯୌବନର ସେହି ପାହାଚ ଅତିକ୍ରମ କରିସାରିଛନ୍ତି। ହେଲେ ସେ ଏମିତି କିଛି କଥା କହିଛନ୍ତି ଯାହାକୁ ଶୁଣିଲେ ଆପଣ ବି କହିବେ, ସତରେ କ'ଣ ଗୋଟେ ମଣିଷ ଏତେ କମଜୋର ହୋଇପାରେ ଯେଉଁଥିପାଇଁ ସେ ଏମିତି କାମ କରିବାକୁ, ଏଇଭଳି ରାସ୍ତାକୁ ଆପଣେଇବାକୁ ବାଧ୍ୟ ହୁଏ। ମୁଁ ପ୍ରଥମରୁ କହିଦେଉଛି ଆଜ୍ଞା, ଯିଏ କାହାଣୀ ଦେଖିଲା ପରେ ଭାସିଆ ନାତି, ଭାସିଆ ଭାଇ କି ଅନ୍ୟ କିଛି କହିବାର ଅଛି, ସେମାନଙ୍କ ପାଇଁ ଏ କାହାଣୀ ନୁହେଁ। ଏ କାହାଣୀ ଏମିତି ଏକ କାହାଣୀ ଯାହାକୁ ଶୁଣିଲା ପରେ ଆପଣ ବି ନିଶ୍ଚୟ ଦୁଃଖ କରିବେ ଆଜ୍ଞା। ଇଏ ଏମିତି ଏକ କାହାଣୀ ଯାହାର ସତ ଜାଣିଲା ପରେ ଆପଣ ବି ନିଜକୁ ପ୍ରଶ୍ନ କରିବେ, ସତରେ ଏ ମାଉସୀ କ'ଣ ଠିକ୍ କରିଛନ୍ତି ନା ଭୁଲ କରିଛନ୍ତି? ସତରେ କ'ଣ ଗୋଟେ ମଣିଷ ଏତେ ଅସହାୟ ହୋଇପଡ଼େ ଯେ ନିଜ କଷ୍ଟ ଯନ୍ତ୍ରଣାକୁ ଛାତିରେ ଚାପି ହସି ହସି ନିଜକୁ ଗୋଟେ ଅଜଣା ମଣିଷ ପାଖରେ ସମର୍ପି ଦେବାକୁ ପଡ଼େ? 22 ବର୍ଷର ଯୁବତୀ ମନ ଭିତରେ ଅନେକ ଆଶା ନେଇ ନୟାଗଡ଼ରୁ ଆସି ରାଜଧାନୀ ଭୁବନେଶ୍ୱରରେ ପହଞ୍ଚେ। ଦୃଷ୍ଟିହୀନ ବାପା ଆଉ ରୋଗିଣା ମା'ର ଅବସ୍ଥା ଘରର ଆର୍ଥିକ ସ୍ଥିତିକୁ ଦୋହଲେଇ ଦିଏ। ଘରର ଏମିତି ଅବସ୍ଥାରେ ପାଠ ପଢ଼ିବା ତ ଦୂରର କଥା, ଗୋଟେ ଓଳି ଚୁଲି ଜଳିବା ବି କଷ୍ଟକର ହୋଇପଡ଼ିଥିଲା। ଗୋଟେପଟେ ପୁରା ପରିବାର ସବୁଦିନ ବଞ୍ଚିବାକୁ ସଂଘର୍ଷ କରିବାକୁ ପଡ଼ୁଥିଲା, ଅନ୍ୟପଟେ ସେହି 22 ବର୍ଷର ଯୁବତୀ ନୂଆ ଆଶା ଆଉ ଅନେକ ସ୍ୱପ୍ନ ନେଇ ଜଣେ ବଡ଼ ବାବୁ ଘରେ କାମ କରି ପରିବାରର ଆର୍ଥିକ ସ୍ଥିତି ସୁଧାରିବାକୁ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚି ଯାଇଥିଲା। ହେଲେ ସେହି ବାବୁଙ୍କ ପୁଅର ଖରାପ ନଜର କାମ କରୁଥିବା ସେହି ଅସହାୟ ଯୁବତୀ ଉପରେ ସବୁବେଳେ ପଡ଼ୁଥିଲା। ନିଜ ଘରର ଚାକରାଣୀର ଅସହାୟତାର ସୁଯୋଗ ନେବାକୁ ସେହି ବାବୁର ପୁଅ ସବୁବେଳେ ଚେଷ୍ଟା କରୁଥିଲା, ସବୁବେଳେ ତା ସହିତ ଜବରଦସ୍ତି କରୁଥିଲା। ଦିନେ ଏ କଥା ପ୍ରଘଟ ହୋଇଗଲା ପରେ ବଡ଼ ବଡ଼ ବାବୁମାନେ ନିଜ ମିଛ ଇଜ୍ଜତ ବଞ୍ଚାଇବାକୁ ସବୁ ଦୋଷ ସେହି ନିରୀହ ଯୁବତୀ ଉପରେ ଲଦି ତାକୁ ଚାକିରିରୁ ବାହାର କରିଦେଇଥିଲେ। ବାସ୍, ଆତ୍ମାକୁ ଭାରି ବାଧିଥିଲା, ଆଉ ମନ ନିଜକୁ ନିଜେ ଧିକ୍କାର କରି ଛି କରିଦେଲା। ଆଉ ଏହି ପେଶାକୁ ଆପଣେଇ ଶେଷରେ ସେହି ମାଳି ସାହିର ବଦନାମ ଗଳିର ସେହି ରେଡ୍ ଲାଇଟ୍ ଏରିଆରେ ପହଞ୍ଚି ଯାଇଥିଲା, ଯେଉଁଠି ଦିନ ରାତି ଖାଲି ଟଙ୍କା ଦେଇ ଯୌବନକୁ ବିକିବାକୁ ପଡ଼ୁଥିଲା। ହେଲେ ଏ ଯୁବତୀର ସଂଘର୍ଷ ଏତିକିରେ ସରିନଥିଲା ଆଜ୍ଞା। ଏ ରାସ୍ତା ଆପଣେଇବା ପରେ ସିନା ଟଙ୍କାର ଅଭାବ ନଥିଲା, ହେଲେ ସେହି ଟଙ୍କା ରୋଜଗାର କରିବାକୁ ସବୁଦିନ ଅଜବ ଅଜବ ପୁରୁଷମାନଙ୍କୁ ସାମ୍ନା କରିବାକୁ ପଡ଼ୁଥିଲା। ଯେଉଁ ପୁରୁଷମାନେ ଟଙ୍କା ଦେଇ କେଇ ଘଣ୍ଟା ପାଇଁ ସିନା ନିଜ ଯୌବନକୁ ଶାନ୍ତ କରିବାକୁ ସାଥିରେ ନେଇଯାଉଥିଲେ, ହେଲେ ଯେଉଁଭଳି ଯନ୍ତ୍ରଣା ଦେଉଥିଲେ କେଉଁ ଦୁଷ୍କର୍ମଠୁ କମ୍ ନଥିଲା ଆଜ୍ଞା। ଟଙ୍କା ପାଇଁ ସହମତିରେ ସମ୍ପର୍କ ରଖିବାକୁ ପଡ଼ୁଥିଲା, ହେଲେ ସେ ସମ୍ପର୍କ କେଉଁ ଯମ ଯନ୍ତ୍ରଣାଠୁ କମ୍ ନଥିଲା ଆଜ୍ଞା। ଓହ, ସେ କେଇଟା ମୁହୂର୍ତ୍ତର ଯନ୍ତ୍ରଣା କଥା ନ ବଖାଣିବା ବହୁତ ଭଲ ଆଜ୍ଞା। ଜଣେ ଯୁବତୀ ଏହି ରାସ୍ତା ଆପଣେଇବା ପରେ ଯେତେ ଟଙ୍କା ରୋଜଗାର କରୁ ପଛେ ସବୁ ଯୁବତୀ ପରି ତାରି ବି ଇଚ୍ଛା ଥାଏ, ସେ ବି ସଂସାର କରିବ, ତାରି ବି ସ୍ୱାମୀ ଛୁଆ ପିଲା ହେବେ। ହେଲେ ସେହି ବଦନାମ ଗଳିରେ ରହୁଥିବା ଏମାନଙ୍କ ସ୍ୱପ୍ନ କିଏ କରିବ ପୂରଣ? ବୋଧହୁଏ ସେ ସ୍ୱପ୍ନ କେବଳ ସ୍ୱପ୍ନରେ ହିଁ ରହିଯାଏ। କିନ୍ତୁ ଏହି ଯୁବତୀର ସ୍ୱପ୍ନ ଦିନେ ପୂରଣ ହୋଇଥିଲା ଆଜ୍ଞା। ଆଉ ସେହି ସ୍ୱପ୍ନ ପୂରଣ କରିଥିଲା ସେହି ବସ୍ତିରେ ରହୁଥିବା ଜଣେ ଯୁବକ, ଯିଏ ସେହି ବଦନାମ ଗଳିରେ ରହିବି, ୟା ବିଷୟରେ ସବୁ ଜାଣିବି, ୟାକୁ ହାତରେ ଶଙ୍ଖା ଆଉ ମଥାରେ ସିନ୍ଦୁର ଦେଇ ସ୍ତ୍ରୀର ପରିଚୟ ଦେଇଥିଲା। ଆଉ ସେହି ପରିଚୟ ପାଇବା ପରେ ସେ ଗୋଟେ ନୁହେଁ, ତିନିଟା ଛୁଆ ବି ଜନ୍ମ କରିଥିଲା। ଆପଣ କ'ଣ ଭାବୁଛନ୍ତି ସେହି ଛୁଆଙ୍କୁ ବି ସେ ସେହି ମାଳି ସାହିର ବଦନାମ ଗଳିରେ ଦେହ ବିକି ଟଙ୍କା ରୋଜଗାର କରିବାକୁ ଛାଡ଼ି ଦେଇଥିଲା? ନାଇଁ ଆଜ୍ଞା, ସେ ଯେଉଁ କଷ୍ଟ ଯନ୍ତ୍ରଣା ପାଇଛି, ସେ ଯେଉଁ ସଂଘର୍ଷ କରିଛି, ସେହି ରାସ୍ତାରୁ ତା ଛୁଆମାନଙ୍କୁ ଦୂରେଇ ରଖିବାକୁ ନିଜକୁ ଯନ୍ତ୍ରଣା ଦେଇ ହସ ହସ ମୁହଁରେ ଗ୍ରାହକଙ୍କ ସହ ଶୋଇ ଟଙ୍କା ରୋଜଗାର କରୁଥିଲା। ଆଉ ସେହି ଟଙ୍କାରେ ନିଜ ଛୁଆଙ୍କୁ ବାହାରେ ହଷ୍ଟେଲରେ ରଖି ପାଠ ପଢ଼ାଉଥିଲା। ସେମାନଙ୍କୁ ଥରେ ବି ଏହି ମାଳି ସାହିର ମାଟି ମାଡ଼ିବାକୁ ଦେଇନଥିଲା। ମା ଏଠି ନିଜ ଦେହକୁ ଜଳାଞ୍ଜଳି ଦେଇ ଚାଲିଥିଲା, ଆଉ ସେହି ପଇସାରେ ଛୁଆମାନେ ବାହାରେ ରହି ଉଚ୍ଚଶିକ୍ଷିତ ହେଉଥିଲେ। ସେହି ଯୁବତୀର ସଂଘର୍ଷମୟ କାହାଣୀ ବଦଳି ଯାଇଥିଲା ଆଜ୍ଞା। ଗୋଟାଏ ଦେହଜୀବୀ କାହାଣୀ ଏବେ ସେହି ମା'ର କାହାଣୀକୁ ବଦଳି ଯାଇଥିଲା। ଯେଉଁ ମା ଜୀବନସାରା ବଦନାମ ଗଳିରେ ରହି ନିଜକୁ ଜାଳି ଚାଲିଥିଲା, ସେହି ମା ନିଜ ଛୁଆଙ୍କୁ ସେହି ମାଟି ମାଡ଼ିବାକୁ ଜମା ବି ଦେଇନଥିଲା। ସମୟ ଗଡ଼ି ଚାଲିଲା, ଆଉ ପିଲାମାନେ ବି ବଡ଼ ହୋଇଗଲେ ଆଜ୍ଞା। ସମସ୍ତେ ଭଲ ଭଲ ଚାକିରି ବି କଲେ। ହେଲେ ଯେଉଁଦିନ ମା'ର ଅସଲ ପରିଚୟ ସେମାନେ ଜାଣିଲେ, ଆଉ ଯେତେବେଳେ ଜାଣିଲେ ତାଙ୍କ ମା ଜଣେ ଦେହଜୀବୀ, ସେ ଦେହ ବିକ୍ରି କରି ଟଙ୍କା ରୋଜଗାର କରି ସେମାନଙ୍କୁ ମଣିଷ କରିଛି, ସେମାନେ ବି ନିଜ ଆଖିର ଲୁହକୁ ଅଟକେଇ ପାରିନଥିଲେ ଆଜ୍ଞା। ସମସ୍ତେ ଭାବିଥିଲେ ସେହି ପିଲାମାନେ ତା ମା'କୁ ଘୃଣା କରିବେ, ହେଲେ ସେମାନଙ୍କର ତାଙ୍କ ମା' ପ୍ରତି ଥିବା ଭଲ ପାଇବା ଆହୁରି ବଢ଼ି ଯାଇଥିଲା। ଆଜି ସେହି ମା'ର ପିଲାମାନେ ବାହା ହେଇସାରିଛନ୍ତି। ମା' ସେମାନଙ୍କ ବାହାଘର ବଡ଼ ଧୁମଧାମରେ ବଡ଼ ବଡ଼
ହୋଟେଲରେ କରିଛି। ଝିଅ ବାହା କରି ଜ୍ୱାଇଁ ପାଇଛି, ଆଉ ପୁଅ ବାହା କରି ବୋହୂ ବି ଆଣିଛି। ହେଲେ ଆଜି ବି ସେ ବଦନାମ ଗଳିର ସେଇ ରେଡ୍ ଲାଇଟ୍ ଏରିଆରେ ରହି ଆସୁଛି। ନା ତାର ସେ ଯୌବନ ଅଛି, ନା ସେ ସୁନ୍ଦରତା। ଆଜି ସେ ବୁଢ଼ୀ ହେଇସାରିଛି। ଚାହିଁଥିଲେ ପୁଅ ବୋଉ ଝିଅ ଜ୍ୱାଇଁ ପାଖରେ ରହି ଅହେସ୍ କରିପାରିଥାନ୍ତା। କିନ୍ତୁ ଯେଉଁ ବଦନାମ ଗଳିରେ ସେ ନିଜର ପରିଚୟ ପାଇଛି, ସେ ବଦନାମ ଗଳିକୁ ଛାଡ଼ି ତା ଜୀବନର ମାନେ କିଛି ନାହିଁ ବୋଲି ସେ ନିଜେ କହିଛି। ସମସ୍ତେ କୁହନ୍ତି ମାଳିସାହି ଗୋଟେ ବଦନାମ ଗଳି। ହେଲେ ସେହି ବଦନାମ ଗଳିକୁ କେତେ ଯେ ପୁରୁଷ ନିଜ ଯୌବନ ନିଆଁକୁ ଲିଭେଇ ଶାନ୍ତ କରିବାକୁ ଯାଆନ୍ତି, ସେ କଥା କେବଳ ସେ ବଦନାମ ଗଳିରେ ରହି ନିଜ ଦେହକୁ ବିକ୍ରି କରୁଥିବା ଏହି ମାଉସୀ ଭଳି ଅସହାୟ ଯୁବତୀମାନେ ହିଁ କେବଳ କହିପାରିବେ। କିଛି ଟଙ୍କା ପାଇଁ ସବୁଦିନ କେତେ ଚୋର, ଖଣ୍ଟ, ଡକାୟତ, ମଦୁଆଙ୍କ ସାମ୍ନା କରିବାକୁ ପଡ଼ୁଥିବ, ସେ କଥା କେବଳ କେଇଟା ଟଙ୍କା ପାଇଁ ଯନ୍ତ୍ରଣା ପାଉଥିବା ସେହି ଯୁବତୀମାନେ ହିଁ କହିପାରିବେ। ଆଜ୍ଞା, ଏଇଟା ମୋ ମନଗଢ଼ା କାହାଣୀ ନୁହେଁ ଆଜ୍ଞା, ଏଇଟା ପୁରା ସତ କଥା। ଯେଉଁ କଥା ଏ କାହାଣୀରେ ଥିବା ସେହି ମାଉସୀ ଗୋଟେ ଗଣମାଧ୍ୟମକୁ ଇଣ୍ଟରଭ୍ୟୁ ଦେଇ କହିଥିଲେ। ସେ ଏକଥା ବି କହିଥିଲେ, ଆମ ଭଳି କେତେଜଣ ଏହି କାମ କରୁଛନ୍ତି ବୋଲି ଆଜି ଦୁଷ୍କର୍ମ ଆଉ ନିର୍ଯାତନା କିଛି ମାତ୍ରାରେ କଣ୍ଟ୍ରୋଲରେ ଅଛି। ନହେଲେ ସେହି ନର ରାକ୍ଷସମାନଙ୍କ ଦ୍ୱାରା ସବୁଦିନ କେତେ ନିରୀହ ଯୁବତୀମାନେ ଶିକାର ହୁଅନ୍ତେ, ତାର ହିସାବ ନାହିଁ। ସେ ଦୁଷ୍କର୍ମ କରୁଥିବା ଯୁବକମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି ବି କରିଥିଲେ। ଆଉ କହିଥିଲେ ସେ ସମୟର କଷ୍ଟ କେବଳ ଆମ ଛଡ଼ା ଆଉ କେହି ବି ଅନୁଭବ କରିପାରିବେନି। ଖାଲି ଟିଭିରେ ନୁହେଁ, ସେଦିନ ଏ ମାଉସୀଙ୍କର କାହାଣୀ ବି ଗୋଟେ ଖବରକାଗଜରେ ଆର୍ଟିକିଲରେ ପଢ଼ିଥିଲି, ଯାହା ମୋତେ ଭାରି କଷ୍ଟ ଦେଇଥିଲା ଆଜ୍ଞା, ଆଉ ଏହି କାହାଣୀ ଲେଖିବାକୁ ବାଧ୍ୟ କରିଥିଲା। ସତରେ କ'ଣ ଗୋଟେ ମଣିଷ ଏତେ ଅସହାୟ ହୋଇପଡ଼େ ଯେ କେଇଟା ଟଙ୍କା ପାଇଁ ସବୁ କଷ୍ଟ ଯନ୍ତ୍ରଣାକୁ ସହି ମୁହଁରେ ସ୍ମିତ ହାସ୍ୟ ଦେଇ ନିଜ ଜୀବନର ସବୁକିଛି ସମର୍ପିତ କରିଦେବାକୁ ବାଧ୍ୟ ହେବ। ଜାଣିନି ଆଜ୍ଞା ଏ କାହାଣୀ ଆପଣଙ୍କୁ କେମିତି ଲାଗିଲା, କିନ୍ତୁ ଏ କାହାଣୀ ସେହି ଅସହାୟ ଯୁବତୀର ଯନ୍ତ୍ରଣାଦାୟକ କାହାଣୀ ଥିଲା, ଯାହାର ସଂଘର୍ଷମୟ ଯାତ୍ରା ନୟାଗଡ଼ରୁ ଆରମ୍ଭ ହୋଇ ରାଜଧାନୀ ଭୁବନେଶ୍ୱରରେ ଥିବା ରେଡ୍ ଲାଇଟ୍ ଏରିଆରେ ଶେଷ ହୋଇଯାଇଥିଲା। ଏ କାହାଣୀକୁ ନେଇ ଆପଣଙ୍କ ମତ କ'ଣ ନିଶ୍ଚିତ ଜଣାଇବେ। ଆଉ ଏ ମାଉସୀଙ୍କ ସଂଘର୍ଷମୟ କାହାଣୀ ଆପଣଙ୍କୁ କେମିତି ଲାଗିଲା ଜଣାଇବାକୁ ଜମା ଭୁଲିବେନି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।